ନବରାତ୍ରର ଅଷ୍ଟମୀ କିମ୍ବା ନବମୀ ଦିନରେ ପୂଜା କରାଯାଇଥାଏ। ଏଥିରେ ଛୋଟ ଶୁଦ୍ଧ ପବିତ୍ର କନ୍ୟାମାନଙ୍କୁ ବିଶେଷ କରି 2ରୁ 10 ବର୍ଷ ପର୍ଯ୍ୟନ୍ତ କନ୍ୟାମାନଙ୍କୁ ଦେବୀ ଦୁର୍ଗାଙ୍କ ଜୀବନ୍ତ ରୂପ ଭାବେ ପୂଜା କରାଯାଇଥାଏ। ପୌରାଣିକ ମାନ୍ୟତା ଅନୁସାରେ ମାଙ୍କର 9ଟି ରୂପରେ କନ୍ୟାମାନେ ଶକ୍ତିର ପ୍ରତୀକ ହୋଇଥାନ୍ତି। ଦେବୀଙ୍କୁ ସନ୍ଧ୍ୟା ସମୟରେ ବା ସାନ୍ଧି କାଳରେ କୁମାରୀ ରୂପରେ ପୂଜିବାରୁ ଭକ୍ତଙ୍କର ଉପବାସ ବା ସାଧନା ସଫଳ ହୋଇଥାଏ। ତା ସହିତ ପ୍ରଚଳିତ ପ୍ରଥା ରହିଛି ଯେ କନ୍ୟାମାନଙ୍କୁ ସେଦିନ ତାଙ୍କର ପାଦ ଧୁଆଯାଏ, ତାଙ୍କୁ ଚନ୍ଦନ ସିନ୍ଦୁର ପୁଷ୍ପ ଆଳତି କରାଯାଏ। ତା ସହିତ ପ୍ରସାଦ ମଧ୍ୟ ବଣ୍ଟା ଯାଇଥାଏ। ପ୍ରସାଦରେ କ୍ଷୀରି ପୁରୀ ଚଣା ଫଳ ମିଠା ଭୋଗ ମଧ୍ୟ ଅର୍ପଣ କରାଯାଇଥାଏ, ଦିଆଯାଇଥାଏ। ପୂଜା ଶେଷରେ ଦକ୍ଷିଣା କିମ୍ବା କୌଣସି ପ୍ରକାର ଉପହାର ମଧ୍ୟ ସେଇ କନ୍ୟାମାନଙ୍କୁ ଦିଆଯାଇଥାଏ। ଏହି କନ୍ୟା ପୂଜାର ମହତ୍ତ୍ୱ ବହୁତ ଅଧିକା ରହିଥାଏ। କନ୍ୟାମାନେ ଶକ୍ତି ଓ ପବିତ୍ରତା ଓ ଦିବ୍ୟତାର ପ୍ରତୀକ ଅଟନ୍ତି। ଏହି ପୂଜା କଲେ ଦେବୀଙ୍କର କୃପା, ସନ୍ତାନ ସୁଖ, ପାରିବାରିକ ସମୃଦ୍ଧି ଓ ମଙ୍ଗଳ ମିଳେ। ଭକ୍ତମାନଙ୍କ ବିଶ୍ୱାସ କରନ୍ତି କନ୍ୟା ପୂଜା ବିନା ନବରାତ୍ରର ପୂଜା ଅସମ୍ପୂର୍ଣ୍ଣ ରହିଥାଏ। କନ୍ୟା ପୂଜା ହେଉଛି ଜୀବନ୍ତ ଦେବୀଙ୍କ ଆରାଧନା, ଯାହାରେ ମାଙ୍କର ଅନନ୍ତ କୃପା ଭକ୍ତମାନଙ୍କୁ ମିଳିଥାଏ।